তথাপি সে পূর্ণবাদ হব করিলা বৃন্দবৃন্দ এইটাই আমার ফাইনাল বিগ্রহ তবে ଗୋଟେ କାମ କର ତାକୁ କପଡ଼ାରେ ବୁଲା ତାକୁ ଚିତ୍ର କର ତାକୁ ଚିତ୍ର କର ଆମ ପାଇଁ ଦେଉଳ ଦିଏ ଆମକୁ ସେମିତି ଉଠେ ବସା ଇନ୍ଦ୍ରଦୁମ୍ନ ମହାରାଜ ଦେଉଳ ଦିଏ ତୋଳେଇଲେ ଠାକୁର ମାନଙ୍କୁ ନେଇ ଦେଉଳରେ ବସେଇବେ କିନ୍ତୁ ଦେଉଳଟା ପ୍ରତିଷ୍ଠା ହେବା ଦରକାର ପ୍ରତିଷ୍ଠା କିଏ କରିବ ନାରଦଜୀ କହିଲେ ଜଗତରେ ଆମ ପ୍ରତିଷ୍ଠା କଲା କିଏ ଅଛି ଆମ ବାପା ସନ୍ତତି ବ୍ରହ୍ମା ବ୍ରହ୍ମା ଏ ଦେଉଳ ପ୍ରତିଷ୍ଠା କରିବେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲା ବେଳକୁ ବ୍ରହ୍ମା ଗୋଟିଏ ମୁହୂର୍ତ୍ତ ଅପେକ୍ଷା କର ବୋଲି କହିଲେ ଗୋଟିଏ ମୁହୂର୍ତ୍ତ ଅପେକ୍ଷା କଲେ କାରଣ ସେ ସେତେବେଳେ ସୂର୍ଯ୍ୟଦେବଙ୍କୁ ଜଳ ପିଟୁଥିଲେ ଗୋଟିଏ ମୁହୂର୍ତ୍ତ ଅପେକ୍ଷା କରୁ କରୁ ଏଣେ କେତେ ଯୁଗ ବଢିଗଲାଣି ବାଲିରେ ପୋତି ହେଲାଣି ଦେଉଳେ ମାଟି ଆଣିଲେ ବିରାଟ ଦେଉଳ ବାହାରିଲା କାରୁକାର୍ଯ୍ୟ ସମ୍ପନ୍ନ ସୁନ୍ଦର ଦେଉଳ ତାଙ୍କର ଲୋକ ଚଢିଗଲା ମାଧବ କହିଲେ ମନ୍ଦିର ମୁଁ କରିଛି ଇନ୍ଦ୍ରଦୁମ୍ନ ବ୍ରହ୍ମାଙ୍କୁ ଧରି ପହଞ୍ଚିଲେ କହିଲେ ମନ୍ଦିର ପ୍ରତିଷ୍ଠା ହବ ନା ତମେ କିଏ ହୋ ନା ଆମେ ଇନ୍ଦ୍ରଦୁମ୍ନ ଆମେ ମନ୍ଦିର କରିଛୁ ନା ନା ମୁଁ ମାଧବ ବର୍ତ୍ତମାନ ସମୟ ରାଜା ମୁଁ ଆକୁ କରିଛି ସାକ୍ଷୀ କିଏ ଅଛି ଅନେକ ସାକ୍ଷୀ ପୂଜା କଲା ବିଭିନ୍ନ ପ୍ରକାର ସାକ୍ଷୀ ଶେଷରେ ଇନ୍ଦ୍ରଦୁମ୍ନ ପୁଷ୍କରିଣୀରେ ଥିବା କଇଁଛ ବଡ଼ କଇଁଛ ଆଜି ବି ଅଛନ୍ତି ଛତା ଭଳିଆ କଇଁଛ କହିଲେ ଆମେ ସବୁ ଦେଉଳକୁ ପଥର ବୋହି ବୋହିକି ଆମେ ଶ୍ରମିକ